ଗୋଟିଏ ଜଙ୍ଗଲରେ ଏକ ବିରାଟ ବଡ଼ ଚିଲ ରହୁଥିଲା। ତା ଶକ୍ତି ଓ ପ୍ରବଳ ଦୃଷ୍ଟି ଶକ୍ତି ପାଇଁ ସମସ୍ତେ ତାକୁ ଡରୁଥିଲେ। ସେହି ଜଙ୍ଗଲରେ ଏକ ଛୋଟ ପକ୍ଷୀ ମଧ୍ୟ ରହୁଥିଲା। ଦିନେ ଝଡ଼ ତୋଫାନ ଆସିଲା। ଚିଲ କହିଲା, ମୁଁ ଏତେ ସାହସୀ ଯେ ମୋର ଆଉ କାହାର ଆବଶ୍ୟକ ନାହିଁ। ଏହା କହି ସେ ଆକାଶରେ ଉଡ଼ିବାକୁ ଲାଗିଲା। ହେଲେ ଅଧିକ ପବନ ଯୋଗୁଁ ସେ ଗଛ ଡାଳରେ ଫସିଗଲା। କେତେ ଚେଷ୍ଟା କଲେ ମଧ୍ୟ ସେ ବାହାରି ପାରିଲା ନାହିଁ। ସେଠାକୁ ସେହି ଛୋଟ ପକ୍ଷୀଟି ଆସିଲା ଓ ସେ ତାର ଛୋଟ ଥଣ୍ଟ ଦ୍ୱାରା ଚିଲକୁ ସାହାଯ୍ୟ କଲା। କିଛି ସମୟ ପରେ ଚିଲ ମୁକୁଳି ଗଲା। ଚିଲ ଲଜ୍ଜା ଅନୁଭବ କଲା ଓ କହିଲା, ମୋତେ ଲାଗିଲା ମୁଁ ସବୁଠାରୁ ଶକ୍ତିଶାଳୀ, ହେଲେ ଆଜି ବୁଝିଲି ବେଳେବେଳେ ଛୋଟରୁ ଛୋଟ ଜୀବର ମଧ୍ୟ ସାହାଯ୍ୟ ଆବଶ୍ୟକ ହୋଇଥାଏ। ଏହାର ଶିକ୍ଷା ହେଲା, କେବେ ମଧ୍ୟ କାହାକୁ ଛୋଟ ଭାବିବ ନାହିଁ, କାରଣ ସମସ୍ତଙ୍କର ନିଜ ନିଜର ଅହମିୟତ ଅଛି।